हेलो स्टूडेंट, आज देखिए आम भूगोल द्वितीय अध्याय भारतर नदीगुड़िक विषय। छोट छोट नदीगुड़िक विभिन्न दिगरू बही आसी मुख्य नदी सह मिलित होइछन्ति। एही मुख्य नदीटी शेषरे कौनसी हरद किंबा समुद्र रे पड़िअछि। ଯେଉଁ ଅଞ୍ଚଳ ଗୋଟିଏ ମୁଖ୍ୟ ନଦୀ ଓ ତାର ସମସ୍ତ ଉପନଦୀଗୁଡ଼ିକୁ ଜଳ ଯୋଗାଇଥାଏ ତାହାକୁ ନଦୀର ଅବବାହିକା କୁହାଯାଏ। ତୁମେ ଜାଣିଛ କି ଯେଉଁ ନଦୀଗୁଡ଼ିକ ମୁଖ୍ୟ ନଦୀକୁ ଜଳ ଯୋଗାଣ ବା ଯୋଗାଇଥାନ୍ତି ସେଗୁଡ଼ିକୁ ଉପନଦୀ କୁହାଯାଏ। ନିରୀକ୍ଷଣ କଲେ ଜଣାଯାଏ ଯେ ପାହାଡ଼, ପର୍ବତ କିମ୍ବା କୌଣସି ଏକ ଉଚ୍ଚଭୂମି ଦୁଇଟି ଅବବାହିକା ଅଞ୍ଚଳରୁ ପୃଥକ୍ କରୁଅଛି। ଏହି ଉଚ୍ଚଭୂମିକୁ ଜଳ ବିଭାଜିକା କୁହାଯାଇଥାଏ। ପଶ୍ଚିମଘାଟ ପର୍ବତମାଳା, ହିମାଳୟ ପର୍ବତ ଶ୍ରେଣୀ ଗୋଟିଏ ଗୋଟିଏ ଜଳ ବିଭାଜିକା। ତୁମେ ଜାଣିଛ କି ଇଜିପ୍ଟରେ ପ୍ରବାହିତ ନୀଳ ନଦୀର ଅବବାହିକା ଅଞ୍ଚଳର ପୃଥିବୀର ବୃହତ୍ତମ ଅଟେ। ଭାରତ ଏକ ନଦୀ ମାତୃକା ଦେଶ। ଏହାର ଭୌତିକ ଲକ୍ଷଣ ପ୍ରବାହିତ ନଦୀ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଅଛି। ତଦନୁଯାୟୀ ଭାରତର ନଦୀଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯଥା ହିମାଳୟରୁ ବାହାରୁଥିବା ନଦୀ ଓ ଉପଦ୍ୱୀପୀୟ ନଦୀ। କେବଳ ଦୁଇଟି ଭିନ୍ନ ଭିନ୍ନ ଉତ୍ପତ୍ତି ସ୍ଥଳ ବ୍ୟତୀତ ନଦୀଗୁଡ଼ିକ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ହିମାଳୟରୁ ବାହାରିଥିବା ଅଧିକାଂଶ ନଦୀ ଚିରସ୍ରୋତ ଅର୍ଥାତ୍ ବର୍ଷ ସାରା ନଦୀରେ ଜଳ ପ୍ରବାହିତ ହେଉଥାଏ। ବୃଷ୍ଟିପାତ ବ୍ୟତୀତ ଏହି ନଦୀଗୁଡ଼ିକ ସୁଉଚ୍ଚ ହିମାଳୟ ପର୍ବତ ଉପରିସ୍ଥ ବରଫ ତରଳିବା ଯୋଗୁଁ ଗ୍ରୀଷ୍ମକାଳରେ ଏହି ନଦୀଗୁଡ଼ିକରେ ମଧ୍ୟ ଜଳ ପ୍ରବାହରେ ବିଶେଷ ଭାବେ ହ୍ରାସ ହୁଏ ନାହିଁ, ତେଣୁ ଏଗୁଡ଼ିକ ସୁନାବ୍ୟ କୁହାଯାଏ। ହିମାଳୟ ଅସାଧାରଣ ଉଚ୍ଚତା ବିଶିଷ୍ଟ ହେଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଜଳ ବିଭାଜକ ନୁହେଁ। ଆମେ ମାନଚିତ୍ର ଦେଖିଲେ ଜାଣିବା ଯେ ତିନି ଗୋଟି ବଡ଼ ନଦୀ ହିମାଳୟର ଅପର ପାର୍ଶ୍ୱ ଜଳଗ୍ରହଣ କ୍ଷେତ୍ରରୁ ଜଳ ସଂଗ୍ରହ କରିଥାନ୍ତି, ତେଣୁ ଏଗୁଡ଼ିକ ହିମାଳୟ ଅପର ପାର୍ଶ୍ୱସ୍ଥ ନଦୀ କୁହାଯାଏ। ହିମାଳୟ ଭଳି ଏକ ଅସାଧାରଣ ଉଚ୍ଚତା ବିଶିଷ୍ଟ ପର୍ବତ ଶ୍ରେଣୀର ଅବରୋଧକୁ ମଧ୍ୟ ଏମାନେ ଅତିକ୍ରମ କରି ପାରିଛନ୍ତି। ନଦୀଗୁଡ଼ିକୁ ଗଭୀର ଉପତ୍ୟକା, କେନିୟନ ଓ ନଦୀ ଖାତ ଦ୍ୱାରା ଏହାକୁ ଅତିକ୍ରମ କରିଛନ୍ତି। ତୁମେ ଜାଣିଛ କି ଇଂରାଜୀ ଅକ୍ଷର ଆଇ ଆକାରର ଗଭୀର ଉପତ୍ୟକା ଯେଉଁଠି ନଦୀର ଦୁଇ କୂଳ କାନ୍ଥ ଭଳି ଦଣ୍ଡାୟମାନ ତାହାକୁ କେନିୟନ କୁହାଯାଏ। ସେହିଭଳି ନଦୀ ଉପତ୍ୟକାର ଆକାର ଯଦି ଇଂରାଜୀ ଅକ୍ଷର ଭି ଭଳି ହୋଇଥାଏ ତେବେ ଏହାକୁ ଭି ଉପତ୍ୟକା ବା ନଦୀ ଖାତ କୁହାଯାଏ। ତାପରେ ଦେଖିବା ଆମେ ଭୂତତ୍ତ୍ୱବିଦମାନଙ୍କ ମତାନୁଯାୟୀ ହିମାଳୟରୁ ବାହାରିଥିବା ଏହି ନଦୀଗୁଡ଼ିକ ହିମାଳୟ ପର୍ବତ ଠାରୁ ମଧ୍ୟ ପୁରାତନ। ଯେତେବେଳେ ହିମାଳୟ ପର୍ବତ ଉପରକୁ ଉଠିଥିଲା ସେତେବେଳେ ଏହି ନଦୀଗୁଡ଼ିକ ନିଜ ନିଜର ନଦୀଶଯ୍ୟା ଖନନ କରି ଚାଲିଥିଲେ। ଏଥିଯୋଗୁଁ ଆଜି ଏଗୁଡ଼ିକ ଗତିପଥରେ ନଦୀ ଖାତ, ଗଣ୍ଡ ଏବଂ ଗଭୀର ଉପତ୍ୟକା ଦେଖିବାକୁ ମିଳୁଛି। ହିମାଳୟରୁ ବାହାରିଥିବା ନଦୀଗୁଡ଼ିକର ଗତିପଥ ସୁଦୀର୍ଘ। ନଗ୍ନୀଭବନ ପ୍ରକ୍ରିୟା ଦ୍ୱାରା ସେମାନେ ପାର୍ବତ୍ୟ ଶଯ୍ୟାରୁ ବହୁଳ ପରିମାଣରେ ପଥର ଖଣ୍ଡ, ବାଲିଗରଡ଼ା ଓ ପଟୁ ଇତ୍ୟାଦି ପରିବହନ କରି ଆଣନ୍ତି। ମଧ୍ୟଶଯ୍ୟାରେ ଏହି ନଦୀଗୁଡ଼ିକ ନଦୀ ବାଙ୍କ, ଅଶ୍ୱକ୍ଷୁରାକୃତି ହ୍ରଦ, ପ୍ଲାବନ ଭୂମି ଆଦି ସୃଷ୍ଟି କରିଥାନ୍ତି। ଗଙ୍ଗା, ବ୍ରହ୍ମପୁତ୍ର ନଦୀଦ୍ୱୟ ନିମ୍ନ ଶଯ୍ୟାରେ ପୃଥିବୀର ସର୍ବବୃହତ୍ ତ୍ରିକୋଣଭୂମି ଗଠନ କରିଥାନ୍ତି। ତାପରେ ଦେଖିବା ନଦୀ ବିନ୍ୟାସ। ଅବବାହିକା ଅଞ୍ଚଳରେ ଢାଲୁ, ଶିଳା ଏବଂ ଜଳବାୟୁ ଅନୁସାରେ ନଦୀଗୁଡ଼ିକ ବିଭିନ୍ନ ପ୍ରକାର ଢାଞ୍ଚାରେ ପ୍ରବାହିତ ହୋଇଥାଏ। ଏପରି ଢାଞ୍ଚାକୁ ନଦୀ ବିନ୍ୟାସ କୁହାଯାଇଥାଏ। ସାଧାରଣତଃ ନଦୀ ବିନ୍ୟାସ ଚାରି ପ୍ରକାର: ବୃକ୍ଷାକୃତି, ସମାନ୍ତରାଳ, ଛତ୍ରାକୃତି, ଆୟତାକୃତି। ପ୍ରଥମେ ଆମେ ଦେଖିବା ବୃକ୍ଷାକୃତି ନଦୀ ବିନ୍ୟାସ। ଯେତେବେଳେ ନଦୀ ଓ ତାର ସମସ୍ତ ଉପନଦୀ ଏକ ବୃକ୍ଷ ଭଳି ଦେଖାଯାନ୍ତି ତାହାକୁ ବୃକ୍ଷାକୃତି ନଦୀ ବିନ୍ୟାସ କୁହାଯାଏ। ତାପରେ ଦେଖିବା ଆମେ ସମାନ୍ତରାଳ ନଦୀ ବିନ୍ୟାସ। ଉପନଦୀଗୁଡ଼ିକ ମୁଖ୍ୟ ନଦୀ ସହିତ ପ୍ରାୟ ସମାନ୍ତରାଳ ଭାବ ମିଳିତ ହେଲେ ସମାନ୍ତରାଳ ନଦୀ ବିନ୍ୟାସ ସୃଷ୍ଟି ହୋଇଥାଏ। ଏଭଳି ନଦୀ ବିନ୍ୟାସ ସାଧାରଣତଃ କଠିନ ଓ ନରମ ଶିଳା ପରସ୍ପର ସହିତ ସମାନ୍ତର ଭାବରେ ଥିଲେ ସୃଷ୍ଟି ହୋଇଥାଏ। ତାପରେ ଆମେ ଦେଖିବା ଛତ୍ରାକୃତି ନଦୀ ବିନ୍ୟାସ। ନଦୀଗୁଡ଼ିକ ଗୋଟିଏ ଗମ୍ବୁଜାକାର ଉଚ୍ଚଭୂମିରୁ ସବୁ ଦିଗରେ ପ୍ରବାହିତ ହେଲେ ଛତ୍ରାକୃତି ନଦୀ ବିନ୍ୟାସ ସୃଷ୍ଟି ହୋଇଥାଏ। ତାପରେ ଦେଖିବା ଆମେ ଆୟତାକୃତି ନଦୀ ବିନ୍ୟାସ।
ସାଧାରଣତଃ ପଥୁରିଆ ଅଞ୍ଚଳରେ ଯେଉଁଠି ଶିଳାଗୁଡ଼ିକ ପରସ୍ପର ସହିତ ଖୁବ୍ ନିବିଡ଼ ଭାବରେ ଯୋଡ଼ି ହୋଇଥାନ୍ତି, ସେଠାରେ ଆୟତାକୃତି ନଦୀ ବିନ୍ୟାସ ଦେଖାଯାଏ। ତାପରେ ଆମେ ଦେଖିବା ନଦୀ ଦ୍ୱାରା ସୃଷ୍ଟ କେତେକ ଭୂମିରୂପକୁ। ଉପଦ୍ୱୀପୀୟ ନଦୀମାନଙ୍କ ମଧ୍ୟରୁ ଅଧିକାଂଶରେ ଋତୁକାଳୀନ ପ୍ରବାହ ପରିଲକ୍ଷିତ ହୁଏ, କାରଣ ଏଗୁଡ଼ିକ ବୃଷ୍ଟିପୁଷ୍ଟ। ବର୍ଷା ଦିନେ ନଦୀରେ ଅଧିକ ଜଳ ପ୍ରବାହିତ ହୁଏ, ମାତ୍ର ଗ୍ରୀଷ୍ମ ଋତୁରେ ପ୍ରବାହ କ୍ଷୀଣ ହୋଇ ଶୁଷ୍କ ଧାରଟିରେ ହିଁ ସୀମିତ ରହିଯାଏ। ଫଳତଃ ଏହି ନଦୀଗୁଡ଼ିକର ବର୍ଷସାରା ସୁନାପିଆ ନୁହନ୍ତି। ଉତ୍ତର ଭାରତ ନଦୀଗୁଡ଼ିକ ତୁଳନାରେ ଏଗୁଡ଼ିକୁ କମ୍ ଦୈର୍ଘ୍ୟ ବିଶିଷ୍ଟ ଏବଂ ଏମାନଙ୍କର ଶଯ୍ୟା ମଧ୍ୟ ଅଗଭୀର ଅଛି। କେତେକ ଉପଦ୍ୱୀପୀୟ ନଦୀ ମଧ୍ୟ ମାଳଭୂମି ଏବଂ ଅନ୍ୟଗୁଡ଼ିକ ପଶ୍ଚିମଘାଟ ପର୍ବତମାଳାରୁ ଉତ୍ପତ୍ତି ଲାଭ କରି ବଙ୍ଗୋପସାଗରରେ ପଡ଼ିଛନ୍ତି। କେବଳ ମାତ୍ର 2ଟି ନଦୀ ଆରବ ସାଗରରେ ପଡ଼ିଛନ୍ତି। ହିମାଳୟରୁ ବାହାରିଥିବା ନଦୀ ସମୂହକୁ ଦେଖିବା। ହିମାଳୟରୁ ବାହାରିଥିବା ନଦୀ ବା ଉତ୍ତର ଭାରତର ନଦୀଗୁଡ଼ିକ ମଧ୍ୟରେ 3ଟି ନଦୀ ମୁଖ୍ୟ ଅଛି। ସେଗୁଡ଼ିକ ହେଲା ସିନ୍ଧୁ, ଗଙ୍ଗା ଓ ବ୍ରହ୍ମପୁତ୍ର। ଏମାନେ ଖୁବ୍ ଦୀର୍ଘ ଏବଂ ଅନେକ ଗୁଡ଼ିଏ ଉପନଦୀ ଏଗୁଡ଼ିକରେ ମିଶିଛନ୍ତି। ଗୋଟିଏ ମୁଖ୍ୟ ନଦୀ ଓ ତା'ର ସମସ୍ତ ଉପନଦୀ ମିଶି ଏକ ନଦୀତନ୍ତ୍ର ସୃଷ୍ଟି କରିଥାନ୍ତି। ପ୍ରଥମେ ଆମେ ଦେଖିବା ସିନ୍ଧୁ ନଦୀ। ସିନ୍ଧୁ ନଦୀ ତିବ୍ଦତରେ ଅବସ୍ଥିତ ମାନସରୋବର ହ୍ରଦରୁ ଉତ୍ପତ୍ତି ଲାଭ କରିଅଛି। ଏହି ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଜମ୍ମୁ ଓ କାଶ୍ମୀର ରାଜ୍ୟର ଲଦାଖ ଜିଲ୍ଲା ଦେଇ ଭାରତରେ ପ୍ରବେଶ କରିଛି। ଏହି ଅଞ୍ଚଳରେ ସିନ୍ଧୁ ନଦୀ ଦ୍ୱାରା ଏକ ମନୋରମ ନଦୀଖାତ ସୃଷ୍ଟି ହୋଇଅଛି। ଅନେକ ଗୁଡ଼ିଏ ଉପନଦୀ ଯଥା ଜାସ୍କର, ନୁବ୍ରା ଏବଂ ହୁଞ୍ଜ କାଶ୍ମୀର ଅଞ୍ଚଳରେ ମିଳିତ ହୋଇଛନ୍ତି। ଝେଲମ, ଚେନାବ, ରାବି, ବ୍ୟାସ ଓ ସତଲେଜ ପରସ୍ପର ସହ ମିଳିତ ହୋଇ ସିନ୍ଧୁ ନଦୀ ସହିତ ପାକିସ୍ତାନର ମିଥାନକୋଟାଠାରେ ମିଶିଛନ୍ତି। ଏହାପରେ ସିନ୍ଧୁ ନଦୀ ଦକ୍ଷିଣ ଦିଗରେ ପ୍ରବାହିତ ହୋଇ କରାଚିର ପୂର୍ବ ଦିଗରେ ଆରବ ସାଗରରେ ପଡ଼ିଅଛି। ସିନ୍ଧୁ ନଦୀ ସମତଳ ଭୂମିର ଢାଳୁ ଅତ୍ୟନ୍ତ ମନ୍ଦ। ପ୍ରାୟ 2900 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସିନ୍ଧୁ ନଦୀ ପୃଥିବୀର ଦୀର୍ଘତମ ନଦୀଗୁଡ଼ିକ ମଧ୍ୟରୁ ଅନ୍ୟତମ। ସିନ୍ଧୁ ନଦୀ ଅବବାହିକା କ୍ଷେତ୍ରଫଳର 1/3ରୁ ସାମାନ୍ୟ ଅଧିକ ଭାରତର ଜମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ ମଧ୍ୟରେ ସୀମିତ ଥିବା ବେଳେ ଅବଶିଷ୍ଟାଂଶ ପାକିସ୍ତାନରେ ଅନ୍ତର୍ଗତ ଅଛି। ତୁମେ ଜାଣିଛ କି ସିନ୍ଧୁ ନଦୀ ଜଳ ଚୁକ୍ତି ଅନୁସାରେ ଭାରତ ଏହାର କେବଳ 20% ଜଳ ବ୍ୟବହାର କରିପାରିବ। ଏହି ଜଳ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ବ୍ୟବହାର ହେଉଅଛି। ତାପରେ ଆମେ ଦେଖିବା ଗଙ୍ଗା ନଦୀ। ଉତ୍ପତ୍ତି ସ୍ଥଳରେ ଗଙ୍ଗା ନଦୀର ନାମ ଭାଗୀରଥୀ। ଗୋମୁଖ ନାମକ ଏ ସ୍ଥାନରେ ଗଙ୍ଗୋତ୍ରୀ ତୁଷାର ସ୍ରୋତରୁ ଉତ୍ପତ୍ତି ଲାଭ କରିଅଛି। ଦେବପ୍ରୟାଗଠାରେ ଅଲକାନନ୍ଦା ଏହା ସହିତ ମିଳିତ ହୋଇଅଛି। ଏହି 2 ନଦୀ ମିଳିତ ହୋଇ ଗଙ୍ଗା ନଦୀ ନାମରେ ବନ୍ଧୁର ଶଯ୍ୟା ଅତିକ୍ରମ କରି ହରିଦ୍ୱାରଠାରେ ସମତଳ ଶଯ୍ୟାରେ ପ୍ରବେଶ କରିଅଛି। ହିମାଳୟରୁ ନିର୍ଗତ ଅନେକ ଉପନଦୀ ଗଙ୍ଗା ନଦୀ ସହ ମିଳିତ ହୋଇଛନ୍ତି। ଏହି ଉପନଦୀମାନଙ୍କ ମଧ୍ୟରୁ ଯମୁନା, ଘାଘରା, ଗଣ୍ଡକ ଏବଂ କୋସି ପ୍ରଧାନ ଅଟେ। ଯମୁନା ନଦୀ ହିମାଳୟସ୍ଥିତ ଯମୁନୋତ୍ରୀ ହିମବାହରୁ ଉତ୍ପତ୍ତି ଲାଭ କରିଅଛି। ଏହା ଗଙ୍ଗା ନଦୀ ସହ ପ୍ରାୟ ସମାନ୍ତରାଳ ଭାବରେ ଗତି କରି ଗଙ୍ଗାର ଦକ୍ଷିଣ ତଟରେ ଆହ୍ଲାବାଦଠାରେ ମିଳିତ ହୋଇଛି। ଏହି ମିଳନ ସ୍ଥଳକୁ ସଙ୍ଗମ କୁହାଯାଏ। ଏହା ଏକ ପୁଣ୍ୟ ତୀର୍ଥସ୍ଥଳ। ଅନ୍ତଃସଲୀଳା ସରସ୍ୱତୀ ନାମକ ନଦୀ ମଧ୍ୟ ଏହି ସଙ୍ଗମ ସ୍ଥଳୀରେ ମିଶିଥିବାରୁ ଏହାକୁ ତ୍ରିବେଣୀ ମଧ୍ୟ କୁହାଯାଏ। ଘାଘରା, ଗଣ୍ଡକ ଏବଂ କୋସି ନେପାଳସ୍ଥିତ ହିମାଳୟରୁ ବାହାରି ଗଙ୍ଗାର ବାମନ କୂଳରେ ମିଶିଛନ୍ତି। ଏହି ସମସ୍ତ ନଦୀ ଉତ୍ତରସ୍ଥ ସମତଳ ଭୂମିରୁ ବନ୍ୟା ପ୍ଳାବିତ କରି ଅଶେଷ ଧନଜୀବନ ନଷ୍ଟ କରିଛନ୍ତି। ମାତ୍ର ଏହାଦ୍ୱାରା ପ୍ରତିବର୍ଷ ପଟୁମାଟି ପଡ଼ି ଜମି ଉର୍ବର ହେବା ଦ୍ୱାରା ସଘନ କୃଷି ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ହଜାର ହଜାର ବର୍ଷ ଧରି ଏହି ନଦୀଗୁଡ଼ିକ ପଟୁମାଟି ଜମା କରି ଆସୁଥିବାରୁ ଏହା ପୃଥିବୀର ଏକ ବୃହତ୍ ସମତଳ ଓ ଜଳାକୀର୍ଣ୍ଣ ଅଞ୍ଚଳରେ ପରିଣତ ହୋଇଅଛି। ଭାରତୀୟ ଉପଦ୍ୱୀପରୁ ଉତ୍ପତ୍ତି ଲାଭ କରିଥିବା ଚମ୍ବଲ, ବେଟୱା, ସୋନ ଆଦି ଅଳ୍ପ ଦୈର୍ଘ୍ୟ ବିଶିଷ୍ଟ ନଦୀ ଅପେକ୍ଷାକୃତ କମ୍ ବୃଷ୍ଟି ପାଉଥିବା ଅଞ୍ଚଳରୁ ବାହାରି ଗଙ୍ଗା ନଦୀ ସହିତ ଦକ୍ଷିଣ ପଟେ ମିଶିଥିଲେ ମଧ୍ୟ ଅଧିକ ଜଳ ଯୋଗାଇ ନଥାନ୍ତି। ବାମ ଓ ଦକ୍ଷିଣ ତୀରରୁ ଆସି ମିଶିଥିବା ଉପନଦୀଗୁଡ଼ିକର ଜଳ ଯୋଗାଣ ଦ୍ୱାରା ଅଧିକ ଜଳ ଧାରଣ କରି ଗଙ୍ଗା ନଦୀ ପୂର୍ବ ଦିଗରେ ଉତ୍ତରପ୍ରଦେଶ ଓ ବିହାର ମଧ୍ୟ ଦେଇ
ପଶ୍ଚିମବଙ୍ଗର ଫାରକ୍କାର ପର୍ଯ୍ୟନ୍ତ ବହିଲେବା ପରେ ଏହିଠାରୁ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ଗୋଟିଏ ଭାଗ ଭାଗୀରଥୀ ହୁଗୁଲି ନାମରେ ଦକ୍ଷିଣ ଦିଗରେ ବଙ୍ଗୋପସାଗର ଉପକୂଳବର୍ତ୍ତୀ ତ୍ରିକୋଣଭୂମି ଅଞ୍ଚଳରେ ପ୍ରବାହିତ ହୋଇଅଛି। ମୁଖ୍ୟ ନଦୀ ତାର ଗତିପଥ ନ ବଦଳାଇ ବାଂଲାଦେଶ ମଧ୍ୟକୁ ପ୍ରବାହିତ ହେବା ପରେ ଅନ୍ୟ ଦିଗରୁ ଆସୁଥିବା ବ୍ରହ୍ମପୁତ୍ର ନଦୀ ସହ ମିଳିତ ହୋଇ ମେଘନା ନାମରେ ବଙ୍ଗୋପସାଗରରେ ପଡ଼ିଅଛି। ଫାରକ୍କାଠାରୁ ଗାଙ୍ଗେୟ ତ୍ରିକୋଣଭୂମି ଆରମ୍ଭ ହୋଇଛି। ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀଦ୍ୱୟ ଦ୍ୱାରା ସୃଷ୍ଟ ପୃଥିବୀର ବୃହତ୍ତମ ତ୍ରିକୋଣଭୂମିର ନାମ ସୁନ୍ଦରବନ ଓ ଏହାର ଅଧିକ ଭାଗ ବାଂଲାଦେଶରେ ଅବସ୍ଥିତ ଅଛି। ତୁମେ ଜାଣିଛ କି ସୁନ୍ଦରବନ ତ୍ରିକୋଣଭୂମିର ନାମ ଏପରି ହେବାର କାରଣ ହେଲା ଏଠାକାର ସନ୍ତସନ୍ତିଆ ଓ ଜୁଆରିଆ ଅଞ୍ଚଳରେ ଜନ୍ମୁଥିବା ସୁନ୍ଦରୀ ବୃକ୍ଷ। ଏହା ପୃଥିବୀର ସର୍ବବୃହତ୍ ଓ ସବୁଠାରୁ ଅଧିକ ହାରରେ ବୃଦ୍ଧି ପାଉଥିବା ତ୍ରିକୋଣଭୂମି। ଏହି ସୁନ୍ଦରବନ ମଧ୍ୟ ମହାବଳ ବାଘର ବାସସ୍ଥଳୀ ଅଟେ। ଗଙ୍ଗା ନଦୀର ଦୀର୍ଘ ପ୍ରାୟ 2500 କିଲୋମିଟର। ଏହି ନଦୀ ଭାରତରେ ପ୍ରବାହିତ ଦୀର୍ଘତମ ନଦୀ। ଗଙ୍ଗା ନଦୀ କୂଳରେ ଗଢ଼ି ଉଠିଥିବା ଶିଳ୍ପ ଦ୍ୱାରା ଏହାର ଜଳ ପ୍ରଦୂଷିତ ହେଉଥିବାରୁ ଏହାକୁ ପରିଷ୍କାର ରଖିବା ପାଇଁ ଭାରତ ସରକାର ଉଦ୍ୟମ ଜାରି ରଖିଛନ୍ତି। ତାପରେ ଦେଖିବା ଆମେ ବ୍ରହ୍ମପୁତ୍ର ନଦୀ। ବ୍ରହ୍ମପୁତ୍ର ନଦୀ ତିବ୍ଦତର ମାନସରୋବର ହ୍ରଦର ପୂର୍ବ ଦିଗରେ ସିନ୍ଧୁ ଓ ସତଲେଜ ନଦୀର ଉତ୍ପତ୍ତିସ୍ଥଳଠାରୁ ଅନତି ଦୂରରେ ବାହାରିଅଛି। ଏହି ନଦୀ ସିନ୍ଧୁ ନଦୀଠାରୁ ଦୈର୍ଘ୍ୟରେ ସାମାନ୍ୟ ବଡ଼ ମାତ୍ର ଏହାର ଅଧିକାଂଶ ଭାରତ ସୀମା ବାହାରେ ପ୍ରବାହିତ ହେଉଅଛି। ଏହା ପୂର୍ବ ଦିଗରେ ହିମାଳୟ ସହ ସମାନ୍ତରାଳ ଭାବେ ପ୍ରବାହିତ ହେଲା ପରେ ନାମଚେ ବରୱା ଠାରେ ଇଂରାଜୀ ଅକ୍ଷର ୟୁ ଭଳି ଏକ ବାଙ୍କ ସୃଷ୍ଟି କରି ନଦୀ ଖାତ ମଧ୍ୟ ଦେଇ ଅରୁଣାଚଳ ପ୍ରଦେଶର ଭାରତକୁ ପ୍ରବେଶ କରିଛି। ଏଠାରେ ବ୍ରହ୍ମପୁତ୍ରର ନାମ ଦିହାଙ୍ଗ, ଦିବାଙ୍ଗ, ଲୋହିତ ଏବଂ କେନୁଲା ଆଦି ଏହାର ଉପନଦୀ। ବ୍ରହ୍ମପୁତ୍ର ନଦୀ ଆସାମ ପ୍ରଦେଶରେ ପୂର୍ବରୁ ପଶ୍ଚିମରୁ ପ୍ରବାହିତ ହେଉଅଛି। ତୁମେ ଜାଣିଛ କି ବ୍ରହ୍ମପୁତ୍ର ତିବ୍ଦତରେ ସାମ୍ପୋ ଏବଂ ବାଂଲାଦେଶରେ ଯମୁନା ନାମରେ ପରିଚିତ। ସେହିଭଳି ଗଙ୍ଗା ନଦୀକୁ ବାଂଲାଦେଶରେ ପଦ୍ମା କୁହାଯାଏ। ତିବ୍ଦତରେ ବ୍ରହ୍ମପୁତ୍ର ନଦୀରେ ଖୁବ୍ କମ୍ ଜଳ ପ୍ରବାହିତ ହୁଏ କାରଣ ଏହା ଏକ ଥଣ୍ଡା ଏବଂ ଶୁଷ୍କ ଅଞ୍ଚଳ। ଭାରତରେ ବୃଷ୍ଟିବହୁଳ ଅଞ୍ଚଳରେ ପ୍ରବାହିତ ହେଉଥିବାରୁ ଏଥିରେ ଜଳର ପରିମାଣ ଅତ୍ୟଧିକ ଅଛି। ଫଳରେ ପଟୁ ମାଟି, ପଥର ଖଣ୍ଡ, କଙ୍କଣ ଏବଂ ବାଲି ଆଦି ଅଧିକ ପରିମାଣରେ ବୋହିକରି ନେଉଥାଏ। ଗତି ମନ୍ଥନ ବା ମନ୍ଥର ହୋଇଥିବାରୁ ନଦୀ ଶଯ୍ୟାରେ ଅବକ୍ଷେପଣ ଅଧିକ ହୁଏ। ଫଳତଃ ମୁଖ୍ୟ ନଦୀରୁ ଅନେକ ଅଗଭୀର ଶାଖା ନଦୀ ବାହାରିଥାନ୍ତି ଏବଂ ପରେ ସେଗୁଡ଼ିକ ଗୋଟିଏ ସହ ଅନ୍ୟଟି ମିଳିତ ହେବାରୁ ନଦୀ ମଧ୍ୟରେ ବଡ଼ ବଡ଼ ଦ୍ୱୀପ ସୃଷ୍ଟି ହୋଇଅଛି। ପୃଥିବୀର ସବୁଠାରୁ ବଡ଼ ନଦୀ ମଧ୍ୟସ୍ଥ ଦ୍ୱୀପର ନାମ ଜାଣିଛ କି? ଏହା ବ୍ରହ୍ମପୁତ୍ର ନଦୀ ମଝିରେ ଅବସ୍ଥିତ। ଏହାର ନାମ ହେଉଛି ମାଜୁଲି ଦ୍ୱୀପ। ପ୍ରତିବର୍ଷ ବର୍ଷା ଋତୁରେ ବ୍ରହ୍ମପୁତ୍ର ନଦୀରେ ପ୍ରବଳ ବନ୍ୟା ଆସିଥାଏ। ଫଳରେ ଆସାମ ଓ ବାଂଲାଦେଶରେ ଧନଜୀବନ ପ୍ରଭୂତ କ୍ଷତି ଘଟିଥାଏ। ଅନ୍ୟାନ୍ୟ ଉତ୍ତର ଭାରତର ନଦୀ ଭଳି ଏହାର ଶଯ୍ୟା ଖନନ ନ ହୋଇ ଅଧିକ ମାତ୍ରାରେ ଅବକ୍ଷେପଣ ହେଉଥିବାରୁ ଶଯ୍ୟା ଅଧିକରୁ ଅଧିକ ଉଚ୍ଚା ହେବାରେ ଲାଗିଛି ଓ ନଦୀ ଅନେକ ସମୟରେ ନିଜର ଗତିପଥ ମଧ୍ୟ ବଦଳାଉଛି। ତାପରେ ଦେଖିବା ଉପଦ୍ୱୀପୀୟ ନଦୀ ସମୂହକୁ। ପଶ୍ଚିମଘାଟ ପର୍ବତମାଳା ଉପଦ୍ୱୀପୀୟ ଭାରତର ମୁଖ୍ୟ ଜଳ ବିଭାଜକ ଅଟେ। ପଶ୍ଚିମଘାଟ ପର୍ବତମାଳା ପଶ୍ଚିମ ଉପକୂଳ ସହ ସମାନ୍ତରାଳ ଭାବରେ ଉତ୍ତର ଓ ଦକ୍ଷିଣ ଦିଗରେ ଲମ୍ବିଅଛି। ଉପଦ୍ୱୀପର ମୁଖ୍ୟ ନଦୀ ଗୁଡ଼ିକ ଯଥା ମହାନଦୀ, ଗୋଦାବରୀ, କୃଷ୍ଣା ଓ କାବେରୀ ପୂର୍ବ ଦିଗରୁ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପଡ଼ିଛନ୍ତି। ଏ ସମସ୍ତ ନଦୀ ସେଗୁଡ଼ିକର ମୁହାଣ ନିକଟରେ ତ୍ରିକୋଣଭୂମିମାନ ଗଠନ କରିଛନ୍ତି। ପଶ୍ଚିମଘାଟ ପର୍ବତମାଳାରୁ ପଶ୍ଚିମାଭିମୁଖୀ ଅନେକ ଛୋଟ ଛୋଟ ନଦୀ ବାହାରିଛନ୍ତି। ପଶ୍ଚିମାଭିମୁଖୀ ନର୍ମଦା ଓ ତାପ୍ତି ଦୁଇଟି ମାତ୍ର ବଡ଼ ନଦୀ। ଏଗୁଡ଼ିକର ମୁହାଣ ଜୁଆରିଆ। ଉପଦ୍ୱୀପୀୟ ନଦୀଗୁଡ଼ିକର ଅବବାହିକା ଉତ୍ତର ଭାରତୀୟ ନଦୀ ତୁଳନାରେ ଆକାରରେ ଛୋଟ। ନର୍ମଦା ନଦୀ। ନର୍ମଦା ନଦୀ ମଧ୍ୟପ୍ରଦେଶର ଅମରକଣ୍ଟକ ମାଳଭୂମିରୁ ବାହାରିଅଛି। ଏହା ଏକ ଗ୍ରସ୍ତ ଉପତ୍ୟକା ମଧ୍ୟ ଦେଇ ପ୍ରବାହିତ ହେଉଛି। ଏହାର ଦୈର୍ଘ୍ୟ ପ୍ରାୟ 1312 କିଲୋମିଟର। ତୁମେ ଜାଣିଛ କି ଶିଳାସ୍ତରରେ ଦୁଇଟି ସମାନ୍ତର ଫାଟ ସୃଷ୍ଟି ହେଲେ ଯଦି ମଧ୍ୟଭାଗଟି ଦବିଯାଏ ଏବଂ ଦୁଇ ପାର୍ଶ୍ୱର ଶିଳାସ୍ତର ସ୍ଥିର ରହେ ତେବେ ମଧ୍ୟଭାଗରେ ଯେଉଁ ନିମ୍ନଭୂମିଟି ସୃଷ୍ଟି ହୁଏ ତାହାକୁ ଗ୍ରସ୍ତ ଉପତ୍ୟକା କୁହାଯାଏ। ବିନ୍ଧ୍ୟ ଓ ସାତପୁରା ପର୍ବତ ଶ୍ରେଣୀର ମଧ୍ୟ
अंश एपरी एक उपत्यका। समुद्र को प्रवाहित हेला बेले नर्मदा नदी गतिपथरे अनेक रमणीय स्थान सृष्टि करिछि। जबलपुर निकटस्थ मार्बलशिला अंचल नर्मदा एक गभीर खात सृष्टि करिछि। नर्मदा नदी खूब उच्चरू तलको प्रवाहित हेला बेले धुआंधार ठारे एक मनोरम जलप्रपात सृष्टि करिछि। नर्मदा नदीर उपनदीगुड़िकर दैर्घ्य खूब कम एवं सेगुड़िक प्राय समकଳରେ नर्मदा नदी सहित मिलित होइछन्ति। नर्मदा नदीर अवबाहिका अंचल महाराष्ट्र, गुजरात एवं मध्य प्रदेश राज्यर केतेक अंचल विस्तृत अछि। तापर आमे देखिबा ताप्ती नदी। ताप्ती नदी मध्य प्रदेशर बेतुला जिला स्थित सातपुरा पर्वत श्रेणी उत्पत्ति लाभ करिअछि। एही नदी मध्य एक ग्रस्त उपत्यका मध्य देई नर्मदा नदी सह समान्तराल भाव प्रवाहित होउछि। दैर्घ्ୟରେ एही नदी नर्मदा ठारू यथेष्ट छोट। पश्चिमाभिमुखी नदीगुड़िक मध्यरे साबरमती, माही एवं पेरियार आदि प्रधान अछि। तापर आमे देखिबा गोदावरी नदी। उपद्वीपीय नदीमानक मध्यरे गोदावरी दीर्घतम एवं भारतर द्वितीय बृहत्तम नदी। एही नदी महाराष्ट्रर नासिक जिला स्थित पश्चिम घाट पर्वतमालार पूर्वपट ढालुरू बाहरिछि। गोदावरीर दैर्घ्य प्राय 1450 किलोमीटर होइथिबा बेले ଏହା बंगोपसागर पड़िअछि। गोदावरी नदी अवबाहिका उपद्वीपीय नदी मध्यठारू सबुठारू बड़। एହାର अवबाहिका महाराष्ट्र, मध्य प्रदेश, ओडिशा और आंध्र प्रदेश रहिअछि। प्राय 50% अवबाहिका अंचल केवल महाराष्ट्र विस्तृत। गोदावरीर मुख्य उपनदीगुड़िक हेला पूर्णा, वार्धा, प्राणहिता, इंद्रावती, मंजरा, वैगंगा एवं पेनगंगा। एହାର दैर्घ्य और विस्तृत दृष्टिरू गोदावरी को दक्षिण गंगा बोली मध्य कहा जाए। तापर देखिबा आमे कृष्णा नदी। महाराष्ट्रर महाबलेश्वर निकटस्थ एक झरणा बाहरी कृष्णा नदी प्राय 1300 किलोमीटर गति कला परे बंगोपसागर पड़िअछि। तुंगभद्रा, कोयना, घटप्रभा, मूसी एवं भीमा यार केतेक मुख्य उपनदी। महाराष्ट्र, कर्नाटक एवं आंध्र प्रदेश रे यार अवबाहिका अंचल विस्तृत। नागार्जुन सागर डैम कृष्णा नदी उपर ही निर्मित होइअछि। तापर आमे देखिबा कावेरी नदी। पश्चिम घाट पर्वतमालार ब्रह्मगिरी पार्वत्यांचल बाहरी तमिलनाडुर कुडालूर ठारे बंगोपसागर पड़िअछि। एही नदीर दैर्घ्य प्राय 765 किलोमीटर। यार मुख्य नदीगुड़िक मध्यरे अमरावती, भवानी, हेमावती एवं काबिनीर नाम उल्लेखयोग्य अछि। कर्नाटकर किछि अंश, केरल और तमिलनाडुरे यार अवबाहिका अवस्थित। मेट्रू ठारे एही नदी उपरे एक जलभंडार सृष्टि करा जाइछि। तुमे जानिछ कि कावेरी नदी शय्यारे अवस्थित शिव समुद्रम ठारे भारतर द्वितीय बृहत्तम जलप्रपात सृष्टि होइछि। एही जलप्रपात जल विद्युत शक्ति महाराष्ट्र, बेंगालुरु एवं कोलार सुनाखणी अंचल जोगाण होइଥାଏ। तुमे जानिछ कि पृथ्वीर 71% अंचल जल द्वारा आच्छादित एवं 97% भाग जल लुणिया अछि। बाकी 3% मधुर जल मध्यरु 75% बरफ आकार रहिअछि। तापर आमे देखिबा ह्रद। काश्मीर उपत्यकार अवस्थित श्रीनगर डाल ह्रद, शिकारा और रहिबा पाई नौकाघर विषय जानिथिबो। केतेक पर्यटन स्थली बुली जाइथिबो एवं सेठारे थिबा ह्रदर नौकाबाहिरा बा नौका विहार, संतरण एवं अन्यान्य जलक्रीड़ा मध्य उपभोग करिथिबो। श्रीनगर, नैनीताल, उदकमंडलकम, चिलिका आदि स्थान रे ह्रद नथिले से सबु स्थानर एक आकर्षण थांती कि तेणु ह्रदर अवस्थिति गोटे जगह को पर्यटक मानक आकृष्ट करिथाए। यह व्यतीत मानव समाज पाई ह्रद गुड़िक विभिन्न भाव उपकार आसीथाए। तुमे जानिछ कि कास्पियान, मरुह्रद एवं आराल ह्रद भली विशाल ह्रद गुड़िक सागर कहुए। भारत में अनेक ह्रद अच्छी। एथिरू केतेक स्थायी एवं ऊर्ध्व शुष्क अंचल अंतःस्थलीय नदी अवबाहिकार
ହ୍ରଦରେ କେବଳ ବର୍ଷା ଦିନେ ପାଣି ରହେ। ହ୍ରଦଗୁଡ଼ିକ ହିମବାହ ଦ୍ୱାରା ପ୍ରଭାବିତ ଜଳ ପବନର କାର୍ଯ୍ୟ ବା ମନୁଷ୍ୟ ଦ୍ୱାରା ସୃଷ୍ଟି ହୋଇଥାଏ। ନଦୀ ବାଙ୍କ କାଳକ୍ରମେ ମୁଖ୍ୟ ନଦୀରୁ ଅଲଗା ହୋଇ ଅଶ୍ୱକ୍ଷୁରାକୃତି ହ୍ରଦ ବା ଅଂଶୁପା ହ୍ରଦ ସୃଷ୍ଟି ହୋଇଥାଏ। ବାଲୁକା ବନ୍ଧ ଦ୍ୱାରା ସମୁଦ୍ର ଜଳ ସମୁଦ୍ରଠାରୁ ଅଲଗା ହୋଇ ଉପହ୍ରଦ ସୃଷ୍ଟି ହୁଏ। ଚିଲିକା, ପୁଲିକାଟ, କୋଲେରୁ ଏହିଭଳି କେତୋଟି ଉପହ୍ରଦ ଅଛି। ଅନ୍ତଃସ୍ଥଳୀୟ ନଦୀ ଶଯ୍ୟାରେ ସୃଷ୍ଟି ସମ୍ବର ହ୍ରଦ ଏହାର ଉଦାହରଣ। ଏହାର ଜଳରୁ ଲୁଣ ମରାଯାଇଥାଏ। ହିମାଳୟ ପର୍ବତାଞ୍ଚଳରେ ଅନେକ ହ୍ରଦ ଅବସ୍ଥିତ। ସେଗୁଡ଼ିକ ହିମାବହ ଦ୍ୱାରା ସୃଷ୍ଟି ଖାଲୁଆ ଅଞ୍ଚଳ। ପରବର୍ତ୍ତୀ ସମୟରେ ଏଗୁଡ଼ିକରେ ଜଳ ଭରିଯିବାରୁ ହ୍ରଦ ସୃଷ୍ଟି ହୋଇଥାଏ। ଜାମ୍ମୁ ଓ କାଶ୍ମୀରରେ ଉଲ୍ଲାର ହ୍ରଦ ଭୂ ଅଲୋଡ଼ନ ଯୋଗୁଁ ସୃଷ୍ଟି ହୋଇଥାଏ। ଏହା ଭାରତର ସର୍ବବୃହତ୍ ମଧୁର ଜଳପୂର୍ଣ୍ଣ ହ୍ରଦ। ଡାଲ୍ ହ୍ରଦ, ନୈନିତାଲ, ଲୋକଟକ୍ ଏବଂ ବରାପାଣି ହ୍ରଦ ଅନ୍ୟ କେତୋଟି ମଧୁର ଜଳବିଶିଷ୍ଟ ହ୍ରଦ। ପ୍ରାକୃତିକ ହ୍ରଦ ବ୍ୟତୀତ ନଦୀ ଶଯ୍ୟାରେ ନଦୀବନ୍ଧ ନିର୍ମାଣ କରି ଜଳ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ଉଦ୍ଦେଶ୍ୟରେ ହ୍ରଦ ସୃଷ୍ଟି କରାଯାଇଥାଏ। ଗୁରୁ ଗୋବିନ୍ଦ ସାଗର ସତଲେଜ ନଦୀ ଶଯ୍ୟାରେ ଅବସ୍ଥିତ। ହ୍ରଦଗୁଡ଼ିକ ମନୁଷ୍ୟର ଅନେକ ଉପକାର କରିଥାନ୍ତି। ହ୍ରଦଗୁଡ଼ିକ ଜଳ ପ୍ରବାହର ନିୟନ୍ତ୍ରଣରେ ସାହାଯ୍ୟ କରିଥାନ୍ତି। ଅଧିକ ବୃଷ୍ଟିପାତ ସମୟରେ ଏହା ବୃଷ୍ଟି ଜଳ ସଂଗ୍ରହ କରି ବନ୍ୟା ହେବାକୁ ଦିଏ ନାହିଁ। ଶୁଷ୍କ ଋତୁରେ କେନାଲ ମାଧ୍ୟମରେ ଜଳସେଚନରେ ସାହାଯ୍ୟ କରେ। ଜଳ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ମଧ୍ୟ ସାହାଯ୍ୟ କରେ। ନିକଟବର୍ତ୍ତୀ ଅଞ୍ଚଳର ଜଳବାୟୁକୁ ସମଭାବାପନ୍ନ ସୃଷ୍ଟି କରେ। ଜଳୀୟ ପରିସଂସ୍ଥା ସୃଷ୍ଟି କରେ। ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି ଏବଂ ପର୍ଯ୍ୟଟନ ବିକାଶ ଏବଂ ଚିତ୍ତ ବିନୋଦନରେ ମଧ୍ୟ ସାହାଯ୍ୟ କରିଥାଏ। ଅର୍ଥନୀତିରେ ନଦୀଗୁଡ଼ିକର ଭୂମିକା କ'ଣ ଜାଣିବା। ମାନବ ସଭ୍ୟତାର ଅଭ୍ୟୁଦୟ ଓ ବିକାଶରେ ନଦୀଗୁଡ଼ିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ନଦୀର ଜଳ ମନୁଷ୍ୟର ଏକ ମୌଳିକ ପ୍ରାକୃତିକ ସମ୍ବଳ ଯାହାଦ୍ୱାରା ମନୁଷ୍ୟର ଅନେକ ଆବଶ୍ୟକତା ପୂରଣ ହୋଇଥାଏ। ତେଣୁ ନଦୀ କୂଳରେ ପ୍ରଥମେ ଜନବସତି ଗଢ଼ି ଉଠିଥିଲା ଏବଂ ଆଜି ସେଗୁଡ଼ିକ ବିଶାଳ ନଗରୀରେ ପରିଣତ ହୋଇଛନ୍ତି। ତେଣୁ ନଦୀ ଉପତ୍ୟକାକୁ ସଭ୍ୟତାର ଅନ୍ତ୍ୱେଷ୍ଟିଶାଳ ବୋଲି କୁହାଯାଇଥାଏ। ତାପରେ ଆମେ ଦେଖିବା ନଦୀଗୁଡ଼ିକୁ ଜଳସେଚନ, ନୌ ପରିବହନ, ନୌକା ବିହାର, ନୌଚାଳନ, ଜଳ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଆଦି କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଭାରତ ବୋଲି ଏକ କୃଷିପ୍ରଧାନ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ଜୀବିକାର୍ଜନର ଅନ୍ୟ ଏକ ପନ୍ଥା ଭାବେ ମତ୍ସ୍ୟ ଗ୍ରହଣ ଏବଂ ଧାରଣ ଓ ଶିଳ୍ପାୟନ ପାଇଁ ମଧ୍ୟ ସାହାଯ୍ୟ କରେ। ତାପରେ ଦେଖିବା ଆମେ ନଦୀ ଜଳ ପ୍ରଦୂଷଣ କିପରି ହୋଇଥାଏ। ଶିଳ୍ପାୟନ, ସହରୀକରଣ, କୃଷି ଉନ୍ନୟନ ଏବଂ ଗୃହ କାର୍ଯ୍ୟ ପାଇଁ ଜଳର ଆବଶ୍ୟକତା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଯୋଗୁଁ ନଦୀ ଜଳର ଗୁଣବତ୍ତାରେ ପ୍ରତିକୂଳ ପ୍ରଭାବ ପଡ଼ୁଅଛି। ଏହା ଫଳରେ ଅଧିକରୁ ଅଧିକ ଜଳ ନଦୀରୁ ନିଷ୍କାସିତ ହେଉଛି, ଯାହାଦ୍ୱାରା ନଦୀରେ ଜଳ ପ୍ରବାହର ପରିମାଣ ହ୍ରାସ ପାଉଛି। ଅପରପକ୍ଷରେ ନର୍ଦ୍ଦମା ଜଳ ଓ ଶିଳ୍ପଗୁଡ଼ିକୁ ବାହାରୁଥିବା ବର୍ଜ୍ୟବସ୍ତୁ ଏବଂ ଅପରିଷ୍କାର ଜଳ ନଦୀଧାରରେ ମିଶୁଥିବାରୁ ନଦୀ ଜଳ ପ୍ରଦୂଷିତ ହେଉଅଛି। ଏହାଦ୍ୱାରା ନଦୀ ତା'ର ନିଜ ଜଳଧାରାକୁ ପରିଷ୍କୃତ କରିବାରେ ଅକ୍ଷମ ହେଉଅଛି। ଉଦାହରଣ ସ୍ୱରୂପ, ଗଙ୍ଗା ନଦୀର ଜଳ ପ୍ରବାହ ଉପଯୁକ୍ତ ପରିମାଣରେ ହେଲେ କୌଣସି ଏକ ବଡ଼ ସହରରେ 20 କିଲୋମିଟର ପର୍ଯ୍ୟନ୍ତ ଜଳକୁ ସ୍ୱଚ୍ଛ ଏବଂ ପରିଷ୍କାର ରଖିବାର କ୍ଷମତା ଏହାର ଅଛି। ମାତ୍ର କ୍ରମବର୍ଦ୍ଧିଷ୍ଣୁ ସହରୀକରଣ ଏବଂ ଶିଳ୍ପାୟନ ଦ୍ୱାରା ଏହା ସମ୍ଭବ ହେଉନାହିଁ। ଫଳତଃ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ସକାଶେ ସରକାର ନଦୀ ଜଳ ପ୍ରଦୂଷଣ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳି କାର୍ଯ୍ୟପନ୍ଥା ସମ୍ବନ୍ଧରେ ତୁମେ ଜାଣିଛ କି? ପ୍ରଦୂଷିତ ନଦୀ ଜଳ ଦ୍ୱାରା ତୁମର ସ୍ୱାସ୍ଥ୍ୟ କ୍ଷୁଣ୍ଣ ହୋଇଛି କି? ମଧୁର ଜଳ ବିନା ମନୁଷ୍ୟର ଜୀବନ ବିଷୟରେ ଚିନ୍ତା କର ଏବଂ ଏହା ଉପରେ ତୁମ ଶ୍ରେଣୀର ଏକ ତର୍କସଭାର ଆୟୋଜନ ମଧ୍ୟ କରିପାରିବ। ତାପରେ ଦେଖିବା ଓଡ଼ିଶାର ନଦୀ ସମୂହକୁ। ଓଡ଼ିଶାର ସମସ୍ତ ନଦୀ ଉପଦ୍ୱୀପ ଏବଂ ମାଳଭୂମି କିମ୍ବା ଏହାର ଅଂଶବିଶେଷରୁ ଉତ୍ପତ୍ତି ଲାଭ କରି ବଙ୍ଗୋପସାଗରରେ ପଡ଼ିଅଛି। ତେଣୁ ନଦୀଗୁଡ଼ିକ ଚିରସ୍ରୋତ କିମ୍ବା ବର୍ଷସାରା ସୁନାବ୍ୟା ନୁହନ୍ତି। ଅଧିକାଂଶ ନଦୀ ସମୁଦ୍ରରେ ପଡ଼ିବା ପୂର୍ବରୁ ବିସ୍ତୀର୍ଣ୍ଣ ତ୍ରିକୋଣଭୂମି ସୃଷ୍ଟି କରିଅଛି। ମହାନଦୀ ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ଋଷିକୁଲ୍ୟା ଏବଂ ବଂଶଧାରା ଆଦି ଓଡ଼ିଶାର ମୁଖ୍ୟ ନଦୀଗୁଡ଼ିକ। ପ୍ରଥମେ ଦେଖିବା ଆମେ ମହାନଦୀ। ମହାନଦୀ ଓଡ଼ିଶାର ସବୁଠାରୁ ବଡ଼ ନଦୀ। ଛତିଶଗଡ଼ ରାଜ୍ୟର ଧମତରୀ ଜିଲ୍ଲାରେ ଅବସ୍ଥିତ ସିହାୱା ପର୍ବତରୁ ବାହାରି ଝାରସୁଗୁଡ଼ା ଜିଲ୍ଲାରେ ଓଡ଼ିଶାକୁ ପ୍ରବେଶ କରିଛି। ଏହାର ଦୈର୍ଘ୍ୟ ପ୍ରାୟ 857 କିଲୋମିଟର। ପାରାଦୀପ ନିକଟସ୍ଥ ବତୀଘରର ଦକ୍ଷିଣକୁ ବଙ୍ଗୋପସାଗରରେ ପଡ଼ିଅଛି। ଏହା ଭାରତର ଷଷ୍ଠ ବୃହତ୍ତମ ନଦୀ ଓ ଓଡ଼ିଶାର
ଏହାର ଦୈର୍ଘ୍ୟ 494 କିଲୋମିଟର। ବୌଦ୍ଧର ସୁନାଖଣିଆ ଠାରୁ 10 ପଲ୍ଲାର ବଡ଼ମୁଖ ଘାଟି ମଧ୍ୟରେ ଏହା ଏକ ଗଭୀର ଗଣ୍ଡ ସୃଷ୍ଟି କରିଛି। ତାହାକୁ ସାତକଡ଼ିଆ ଗଣ୍ଡ କୁହାଯାଏ। ବନ୍ୟା ନିୟନ୍ତ୍ରଣ, ଜଳବିଦ୍ୟୁତ ଉତ୍ପାଦନ ଓ ଜଳସେଚନ ଉଦ୍ଦେଶ୍ୟରେ ଏହି ନଦୀ ଶଯ୍ୟାରେ ହୀରାକୁଦଠାରେ ଏକ ଡ୍ୟାମ୍ ଓ ଜୋବ୍ରାଠାରେ ଏକ ବ୍ୟାରେଜ୍ ନିର୍ମାଣ କରାଯାଇ କୃତ୍ରିମ ଜଳଭଣ୍ଡାର ସୃଷ୍ଟି କରାଯାଇଛି। ଏଥିରୁ କେନାଲ ଖୋଲାଯାଇ ତ୍ରିକୋଣଭୂମି ଅଞ୍ଚଳରେ ଜଳସେଚନ କରାଯାଉଅଛି। କଟକଠାରୁ ଏହି ନଦୀର ତ୍ରିକୋଣଭୂମି ଆରମ୍ଭ ହୋଇଛି। ନିମ୍ନ ଶଯ୍ୟାରେ ଏହା ଅନେକ ଶାଖା ନଦୀରେ ବିଭକ୍ତ ହୋଇଛି। ସେଗୁଡ଼ିକ ହେଲା କାଠଯୋଡ଼ି, କୁଆଖାଇ, ବିରୂପା, ଦେବୀ, ଦୟା ଓ ଭାର୍ଗବୀ ମୁଖ୍ୟ। ଓଡ଼ିଶା ଭିତରେ ତେଲ ଓ ଇବ ମହାନଦୀର 2ଟି ମୁଖ୍ୟ ନଦୀ ବା ଉପନଦୀ ଅଛି। ତୁମେ ଜାଣିଛ କି ମୁଖ୍ୟ ନଦୀରୁ ବାହାରି ଏହାର ଜଳକୁ ହ୍ରଦ କିମ୍ବା ସମୁଦ୍ରକୁ ନେଇ ଯାଉଥିବା ନଦୀକୁ ଏହାର ଶାଖା ନଦୀ କୁହାଯାଏ। ପଟୁବାହକ ତ୍ରିକୋଣଭୂମି ଅଞ୍ଚଳରେ ନଦୀ ଅନେକ ଗୁଡ଼ିଏ ଶାଖା ନଦୀରେ ବିଭକ୍ତ ହୋଇଥାଏ। ତାପରେ ଦେଖିବା ଆମେ ବ୍ରାହ୍ମଣୀ ନଦୀ। ଶଙ୍ଖ ଓ କୋଏଲ ନାମକ 2ଟି ନଦୀ ଛୋଟନାଗପୁର ମାଳଭୂମିରୁ ବାହାରି ରାଉରକେଲା ନିକଟସ୍ଥ ବେଦବ୍ୟାସଠାରେ ମିଳିତ ହୋଇ ବ୍ରାହ୍ମଣୀ ନଦୀ ନାମକ ଧାରଣ କରିଛନ୍ତି। ଏହା ଓଡ଼ିଶାର ଦ୍ୱିତୀୟ ବଡ଼ ନଦୀ। ବୈତରଣୀ ସହ ମିଳିତ ହୋଇ ଧାମରାଠାରେ ବଙ୍ଗୋପସାଗରରେ ପଡ଼ିଅଛି। ଏହାର ନଦୀ ଶଯ୍ୟାରେ ରେଙ୍ଗାଲିଠାରେ ଗୋଟିଏ ଡ୍ୟାମ୍ କରାଯାଇ ଜଳବିଦ୍ୟୁତ ଶକ୍ତି ଉତ୍ପାଦନ କରାଯିବା ସଙ୍ଗେ ସଙ୍ଗେ ଜଳସେଚନ ମଧ୍ୟ ହୋଇଥାଏ। ଖୋରସ୍ରୋତ ଏହାର ମୁଖ୍ୟ ଶାଖା ନଦୀ। ବ୍ରାହ୍ମଣୀ ନଦୀ କୂଳରେ ଗଢ଼ି ଉଠୁଥିବା ଶିଳ୍ପ ଯୋଗୁଁ ଜାତୀୟ ଆଲୁମିନିୟମ ଶିଳ୍ପ ଓ ତାଳଚେରରେ କୋଇଲା ଓ ତାପଜ ବିଦ୍ୟୁତ କାରଖାନା ଏହାର ଜଳ ଦୂଷିତ ହେବା ସଙ୍ଗେ ସଙ୍ଗେ ନିମ୍ନମାର୍ଗର ଏହାର ଜଳ ଉପରେ ନିର୍ଭର କରୁଥିବା ଗ୍ରାମବାସୀମାନଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ୁଅଛି। ଏହାର ଦୈର୍ଘ୍ୟ ପ୍ରାୟ 799 କିଲୋମିଟର। ତାପରେ ଦେଖିବା ଆମେ ସୁବର୍ଣ୍ଣରେଖା। ଛୋଟନାଗପୁର ମାଳଭୂମିରୁ ବାହାରି ପଶ୍ଚିମବଙ୍ଗ ମଧ୍ୟ ଦେଇ ପ୍ରବାହିତ ହେବା ପରେ ବାଲେଶ୍ୱର ଜିଲ୍ଲାକୁ ପ୍ରବେଶ କରିଅଛି। ଏହି ଜିଲ୍ଲାରେ ପ୍ରବାହିତ ହେବା ପରେ ବଙ୍ଗୋପସାଗରରେ ପଡ଼ିଅଛି। ଏହାର ଦୈର୍ଘ୍ୟ 433 କିଲୋମିଟର। ତାପରେ ଦେଖିବା ବୈତରଣୀ। କେନ୍ଦୁଝର ଜିଲ୍ଲାର ଗୋନାସିକା ପର୍ବତରୁ ବାହାରିଛି। ସାଲନ୍ଦ୍ରୀ ବୈତରଣୀ ନଦୀର ଏକ ଉପନଦୀ। ମୟୂରଭଞ୍ଜର ମେଘାସନ ପର୍ବତରୁ ସାଲନ୍ଦୀର ଉତ୍ପତ୍ତି ହୋଇଛି। ଏହାର ଦୈର୍ଘ୍ୟ 365 କିଲୋମିଟର। ତାପରେ ଆମେ ଦେଖିବା ବୁଢ଼ାବଲଙ୍ଗ। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାହାଡ଼ରୁ ଉତ୍ପତ୍ତି ଲାଭ କରି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ହେବା ପରେ ସମୁଦ୍ରରେ ପଡ଼ିଅଛି। ବାଲେଶ୍ୱର ଓ ବାରିପଦା ସହର ଦ୍ୱୟ ଏହି ନଦୀ କୂଳରେ ଅବସ୍ଥିତ। ବରେହିପାଣି ଜଳପ୍ରପାତ ଏହି ନଦୀ ଶଯ୍ୟାରେ ଅବସ୍ଥିତ ଅଛି। ଏହି ନଦୀର ଦୈର୍ଘ୍ୟ 175 କିଲୋମିଟର। ତାପରେ ଆମେ ଦେଖିବା ଋଷିକଲ୍ୟା ନଦୀ। କନ୍ଧମାଳ ଜିଲ୍ଲାର ଋଷି ପର୍ବତରୁ ବାହାରି ବଙ୍ଗୋପସାଗରରେ ପଡ଼ିଅଛି। ଧନେଇ, ବଡ଼ନଦୀ ଓ ବାଘୁଆ ଏହା 2ଟି ମୁଖ୍ୟ ଉପନଦୀ ଓ ଏହାର ମୁହାଣରେ ତ୍ରିକୋଣଭୂମି ନାହିଁ। ଏହାର ଦୈର୍ଘ୍ୟ 165 କିଲୋମିଟର ଅଛି। ତାପରେ ଦେଖିବା ବଂଶଧାରା। କଳାହାଣ୍ଡି ଜିଲ୍ଲାର ପାର୍ବତ୍ୟାଞ୍ଚଳରୁ ବାହାରି ଆନ୍ଧ୍ରପ୍ରଦେଶରେ ପ୍ରବେଶ କରିଛି। ମହେନ୍ଦ୍ରତନୟା ଏହାର ଏକ ଉପନଦୀ। ମହେନ୍ଦ୍ରତନୟା ନଦୀ ମହେନ୍ଦ୍ରଗିରିର ଉତ୍ପତ୍ତି ଲାଭ କରି ବଂଶଧାରା ସହିତ ମିଳିତ ହୋଇଅଛି। ଏହାର ଦୈର୍ଘ୍ୟ 230 କିଲୋମିଟର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମଠାରେ ସମୁଦ୍ରରେ ପଡ଼ିଅଛି। ସାଲନ୍ଦ୍ରୀ, ଇନ୍ଦ୍ରାବତୀ, କୋଲାବ, ସାବ୍ରୀ, ମାଛକୁଣ୍ଡ, ନାଗାବଲି, ବାହୁଡା ଆଦି ଓଡ଼ିଶାର ମାଳଭୂମି ଅଞ୍ଚଳରେ କେତେକ ନଦୀ। ଡୁଡୁମା ଜଳପ୍ରପାତ ମାଛକୁଣ୍ଡ ନଦୀ ଶଯ୍ୟାରେ ଅବସ୍ଥିତ ଅଛି। ତାପରେ ଆମେ ଦେଖିବା ଓଡ଼ିଶାର ହ୍ରଦଗୁଡ଼ିକ। ପ୍ରଥମେ ଦେଖିବା ଚିଲିକା। ଭାରତର ସବୁଠାରୁ ବଡ଼ ଲୁଣି ହ୍ରଦ ହେଉଛି ଚିଲିକା। ଏହାର ଦୈର୍ଘ୍ୟ 71 କିଲୋମିଟର ଓ ପ୍ରସ୍ଥ 32 କିଲୋମିଟର। ଏହାର କ୍ଷେତ୍ରଫଳ ସମୟାନୁସାରେ 780 ବର୍ଗ କିଲୋମିଟରରୁ 144 ବର୍ଗ କିଲୋମିଟର ମଧ୍ୟରେ ସୀମିତ ରହିଥାଏ। ସମୁଦ୍ର ସହ ସଂଲଗ୍ନ ହେଲେ ଏହା ଏକ ଉପହ୍ରଦରେ ପରିଣତ ହୁଏ। ବର୍ଷା ଦିନେ ପ୍ରଚୁର ବର୍ଷା ଜଳ ମିଶୁଥିବାରୁ ଏହାର ଲବଣତା ହ୍ରାସ ପାଏ। ମାତ୍ର ଶୀତ ଋତୁରେ ଏହା ଅଧିକ ଥାଏ। ଶୀତ ଋତୁରେ ଉତ୍ତର ମେରୁ ଅଞ୍ଚଳ, କାସ୍ପିଆନ ହ୍ରଦ, ଜାମ୍ମୁ ଓ କାଶ୍ମୀର ଅଞ୍ଚଳରୁ ବିଭିନ୍ନ ଜାତିର ପକ୍ଷୀ ଚିଲିକା ହ୍ରଦରୁ ଆସିଥାନ୍ତି। ଏହି ହ୍ରଦକୁ ପ୍ରଚୁର ପରିମାଣରେ ମାଛ ମରାଯାଏ।
ଚିଲିକା ହ୍ରଦ ମଧ୍ୟରେ ପାରିକୁଦ, ମାଲୁଦ ଓ କାଳିଜାଇ ପ୍ରଭୃତି ଅନେକ ଛୋଟ ଛୋଟ ପାହାଡ଼ ଅବସ୍ଥିତ ଅଛି। କାଳିଜାଇ ପାହାଡ଼ରେ ମା କାଳିଜାଇଙ୍କ ମନ୍ଦିରରେ ଅଛି। ଚିଲିକା ହ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପର୍ଯ୍ୟଟକମାନେ ଆସିଥାନ୍ତି, ତେଣୁ ଏହାକୁ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯାଇଛି। ଏଠାରେ ଏକ ନୌବାଲକ ତାମିଲ କେନ୍ଦ୍ର ଅଛି। ଚିଲିକା ହ୍ରଦ ବ୍ରହ୍ମପୁତ୍ର ଜାତିର ଡଲଫିନଙ୍କର ବାସସ୍ଥଳୀ। ସାତପଡ଼ା ନିକଟରେ ଡଲଫିନ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ତାପରେ ଦେଖିବା ଆମେ ଅଂଶୁପା। ମହାନଦୀର ଏକ ବକ୍ର ଅଂଶ ବିଚ୍ଛିନ୍ନ ହୋଇ ଏହି ହ୍ରଦର ସୃଷ୍ଟି, ତେଣୁ ଏହା ଏକ ଅଶ୍ୱକ୍ଷୁରାକୃତି ହ୍ରଦ। ଏହାର ଦୈର୍ଘ୍ୟ 5 କିଲୋମିଟର ଏବଂ ପ୍ରସ୍ଥ 2 କିଲୋମିଟର। ଏହାର ପଶ୍ଚିମରେ ସାରଣ୍ଡା ପାହାଡ଼ ଓ ପୂର୍ବରେ କୁଜଙ୍ଗ ପାହାଡ଼ ଅବସ୍ଥିତ। ଏହାର ଦକ୍ଷିଣରେ ମହାନଦୀ ପ୍ରବାହିତ ହେଉଅଛି। ଏହା ଏକ ମଧୁର ଜଳପୂର୍ଣ୍ଣ ହ୍ରଦ। ଏଥିରେ ମାଛ ଧରାଯାଏ। ଅଂଶୁପାକୁ ଏକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ବହୁତ ଚେଷ୍ଟା କରୁଛି। ତାପରେ ଦେଖିବା ପାଟ। ଗଞ୍ଜାମ ଜିଲ୍ଲାର ଛତ୍ରପୁର ସହରର ନିକଟରେ ଏହି ହ୍ରଦ ଅବସ୍ଥିତ। ଏହା ଏକ ମଧୁର ଜଳପୂର୍ଣ୍ଣ ହ୍ରଦ ଅଟେ। ଏହାର ଦୈର୍ଘ୍ୟ 4 କିଲୋମିଟର ଏବଂ ପ୍ରସ୍ଥ 1/2 କିଲୋମିଟର। ଯଦି ଏହି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଥାଏ ତେବେ ତୁମ ସାଙ୍ଗମାନଙ୍କ ସହିତ ସେୟାର କରିବ। ଧନ୍ୟବାଦ।